ସେଇଠୁ ଆମେ ଆଉ କ'ଣ କରିମୁ ସେଇଠୁ ରାଗିକି ମରାଧରା କରିଦେନୁ। ଆମେ ଏଇକ୍ଷିଣା ଏବେ ସରେଣ୍ଡର ହେବା ପାଇଁ ଚାହୁଁଛୁ। ଯେହେତୁ ମୁଁ ଭୁଲ କରିସାରିଛୁ ସେଇଟା ପ୍ରାୟଶ୍ଚିତ କରିବା ପାଇଁ ଚାହୁଁଛୁ। ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳରେ 3 ଜଣଙ୍କୁ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍ କରିଛି ପୁଲିସ। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ନେଇ ପୁଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଛି। ଆଉ 3 ଜଣକୁ ଯେଉଁଠାରେ ହତ୍ୟା କରାଯାଇଥିଲା ସେଠାରେ ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ଓ ଔପଦା ପୁଲିସ ପହଞ୍ଚି ଏହାର ଅଧିକ ତଦନ୍ତ କରିଛନ୍ତି। ସେପଟେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସବୁ ସତ ବଖାଣିଛି। ସିଏ ତା ମନକୁ କିଛି କହିନାହାନ୍ତି। ତା ମନକୁ ମନ ସିଏ କହୁଛି ତମ ବଂଶକୁ ଦେଖିମି ଇଏ କରିମି ସିଏ କରିମି। ତାପରେ ଯିଏ ଯେତିକି କହୁଥିଲା ସବୁ ସତ ହେଉଥିଲା। ଆଚ୍ଛା ସିଏ ଯେ କହିବ ଯାହା କୁହେ ସେଟା ସେ ସତ ହେଉଥିଲା। ଆଚ୍ଛା ସେଇଠୁ ଆମେ ଆଉ କ'ଣ କରିମୁ ସେଇଠୁ ରାଗିକି ମରାଧରା କରିଦେନୁ। ମାରିକି କେତେ ଜଣ ମାରିଥିଲ? 7-8 ଜଣ ମିଶି ମାରିଥିଲୁ। ମାରିକି ତାପରେ କେମିତି କ'ଣ ନେଲ? 500 ପକେଇ ନେନୁ ପାହାଡ଼ପୁରକୁ। ଆଚ୍ଛା କେତେ ଜଣ ଥିଲ? କେତେ ଜଣ ସେଇ 7-8 ଜଣ ନେଇଥିଲୁ। କେତେ ସମୟ ମାରିଲ ତାକୁ? 3:30 ଟାଇମ୍ରୁ ପ୍ରାୟ 4:30 ଟାଇମ୍ 2 ଘଣ୍ଟା ମାରିଲ ଠେଙ୍ଗାରେ? ହଁ ମାରିକି ତାପରେ ସଙ୍ଗୀ କରିକି ନେଇଗଲ। ତମେ କ'ଣ କରୁଥିଲ ସେଟା? ତମେ ବୁହିକି ନେଉଥିଲ? ହଁ। ଆଚ୍ଛା ତାପରେ ସେଠି କ'ଣ ଗଳା ଫଳା କଟା ହେଇଛି ସେଟା ଆଜ୍ଞା ମୁଁ ଜାଣିନି। ସେଟା କିଏ କାଟିଲା ବୋଲି ଜାଣିଛ ନା? ନା ମୁଁ ସେତେବେଳକୁ ଆମେ ଇଏ ରଖିଦେଇକି ଆମେ ସେଠି ବସିଥିଲୁ କଥା ହେଉଥିଲୁ। ତାର କିଏ କାଟିଲା କ'ଣ କଲା ମୁଁ ସେଟା କହିବି। ଆମେ ଏଇକ୍ଷିଣା ଏବେ ସରେଣ୍ଡର ହେବା ପାଇଁ ଚାହୁଁଛୁ। ଯେହେତୁ ମୁଁ ଭୁଲ କରିସାରିଛୁ ସେଇଟା ପ୍ରାୟଶ୍ଚିତ କରିବା ପାଇଁ ଚାହୁଁଛୁ। ତେବେ ଗତକାଲି ଔପଦା ଥାନା ବରପଦା ଗାଁ ନିକଟ ପାହାଡ଼ରୁ 2 ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ପରେ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ବରପଦା ଗାଁର ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଧ ସିଂ ଓ ତାର ଭାଇ ନିଜ ଘର ପଛପଟେ ସମ୍ବାରୀ ସିଂ, ଦାମ୍ପା ସିଂ ଓ ସୁକାନ୍ତି ସିଂଙ୍କୁ ପ୍ରଥମେ ପିଟି ମାରିଦେବା ପରେ ବିଭତ୍ସ ଭାବେ ସେମାନଙ୍କ ବେକ କାଟି ଦେଇଥିଲେ। ପରେ ଗାଁ ଠାରୁ 5 କିଲୋମିଟର ଦୂର ଦଲଦଲି ପାହାଡ଼ରେ ଫୋପାଡ଼ି ଦେଇଥିଲେ। ଅନ୍ୟପଟେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଧ ସିଂ ପୁଲିସ ନିକଟରେ କହିଛି ଯେ ସମ୍ବାରୀ, ଦମ୍ପା ସିଂ ଓ ତାର ସ୍ତ୍ରୀ ସୁକାନ୍ତି ସବୁବେଳେ ମାଧ ପରିବାର ସମେତ ଅନ୍ୟ ପରିବାରକୁ ଧମକ ଦେଉଥିଲେ। ସେମାନେ ଯାହା କହୁଥିଲେ ସବୁବେଳେ ତାହା ସତ ହେଉଥିଲା। ତେଣୁ ଘଟଣା ଦିନ ଅପରାହ୍ନ 3ଟାରୁ ସମ୍ବାରୀ, ଦମ୍ପା ଓ ସୁକାନ୍ତିକୁ ଗାଁର 8ରୁ 9 ଜଣ ନିସ୍ତୁକ ପିଟି ମାରି ଦେଇଥିଲେ। ଆଉ ରାତିରେ ଭାର କରି 3ଟି ମୃତଦେହକୁ ଦଲଦଲି ପାହାଡ଼ ଉପରକୁ ନେଇ ଫିଙ୍ଗି ଦେଇଥିଲେ। ଯେଉଁ ଘଟଣାରେ ପୁଲିସ ଏବେ ସୁଦ୍ଧା 8 ଜଣକୁ ଗିରଫ କରିଥିବା ବେଳେ ଆହୁରି କିଛି ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ ନିକଟରୁ ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ 2ଟା ସମୟରେ ନିରଞ୍ଜନ ସିଂ ଜଣେ ଥାନାରେ ଆସି ରିପୋର୍ଟ ଦେଲେ ଯେ ତାଙ୍କ ମା ଏବଂ ସେ ଅନ୍ୟ ତାଙ୍କର ରିଲେଟିଭ ସେ ଗାଁର ଦାମ୍ପା ସିଂ ଏବଂ ତା ସ୍ତ୍ରୀ ପାଗିଳି ସିଂଙ୍କୁ ଗତ ରବିବାର ଦିନ ଗାଁର କିଛି ଲୋକ ବାଡ଼ାବାଡ଼ି କରିଥିଲେ। ସେ କାଲି ଭୁବନେଶ୍ୱର ରହନ୍ତି। ଭୁବନେଶ୍ୱର ଫେରିଲା ପରେ ସେ ଜାଣିବାକୁ ପାଇଲା ଯେ ତାକୁ ରବିବାର ଦିନ ପିଟାପିଟି କରିଛନ୍ତି। ପିଟାପିଟି କରି ତାଙ୍କୁ ନେଇକି ନିକଟସ୍ଥ ଜଙ୍ଗଲରେ ପକାଇଛନ୍ତି। କାଲି ତାଙ୍କ ରିପୋର୍ଟ ଅନୁସାରେ ଆମେ ଆମ ଟିମ୍ ସହିତ ଯାଇ ସେ ଗାଁରେ ଚଢ଼ଉ କରି 7 ଜଣଙ୍କୁ ଆପ୍ରେଣ୍ଡ କରିଥିଲୁ। ଆପ୍ରେଣ୍ଡ ପାଇଁ ଇଣ୍ଟ୍ରୋଡକ୍ସନ୍ କଲା ପରେ ସେ କନଫରେନ୍ସ କରିଥିଲେ ଯେ ତାଙ୍କୁ ମାରିକି 3-4 ଗାଁ ପାଖରୁ 3-4 କିଲୋମିଟର ଦୂରରେ ଥିବା ଦଲଦଲ ଜଙ୍ଗଲରେ ନେଇ କେତେ ବ୍ୟସ୍ତ ଅବସ୍ଥାରେ ପକାଇ ଦେଇଛନ୍ତି। ସେପରି ଯେଉଁ ଏଭିଡେନ୍ସକୁ ଡିସାପିଆରାନ୍ସ କରିବା ପାଇଁ। ଆଉ ଆମର କେତେ ଜଣ ଆରେଷ୍ଟ ହେଇଛନ୍ତି? ଆମର ବର୍ତ୍ତମାନ ଏପର୍ଯ୍ୟନ୍ତ 8 ଜଣ ଥାନାରେ ଡିଟେନ୍ ଅଛନ୍ତି। ଇଣ୍ଟରୋଗେସନ୍ ଚାଲିଛି। କେତେ କାହାର ଇନଭଲଭମେଣ୍ଟ ଅଛି ସେ ଅନୁସାରେ ଆମେ ଆଉ ଅଟକ ସଂଖ୍ୟା ବଢ଼ିପାରେ କି? ହଁ ବଢ଼ିବ। ଅଛନ୍ତି ଆଉ 4-5 ଜଣ ଅଧିକା ହେଇପାରେ। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।